ଆପଣଙ୍କ ଘରକୁ ପାରା ଆସୁଛନ୍ତି କି? ତାହେଲେ ଏ ଭିଡ଼ିଓଟି ଆପଣମାନଙ୍କ ପାଇଁ। ଯଦି ଘରକୁ ଆସୁଛନ୍ତି ପାରା, ତେବେ ଜାଣି ରଖନ୍ତୁ ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା। ଯଦି ଆପଣଙ୍କ ଘରକୁ ପାରା ଆସୁଛନ୍ତି, ଯଦି ଆପଣମାନେ ପାରାକୁ କିଛି ଖାଇବାକୁ ଦେଉଛନ୍ତି, ତାହେଲେ ଆପଣମାନଙ୍କ ପାଇଁ କ'ଣ ଲାଭଦାୟକ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ପକ୍ଷୀମାନଙ୍କୁ ଦେଖିବା ପାଇଁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ସେଥିପାଇଁ ଅନେକ ଲୋକ ପକ୍ଷୀମାନଙ୍କୁ ଦାନା ମଧ୍ୟ ଦେଇଥାନ୍ତି। ଯେଉଁ ଘରର ଛାତ କିମ୍ବା ଅଗଣା ଉପରେ ପକ୍ଷୀମାନଙ୍କୁ ଦାନା ଦିଆଯାଇଥାଏ, ସେହି ଘରକୁ ପକ୍ଷୀମାନେ ଯିବା ଆସିବା ଅନେକ ସମୟରେ କରିଥାନ୍ତି। ପକ୍ଷୀମାନଙ୍କ ମଧ୍ୟରୁ ପାରା ହେଉଛି ସରଳ ଓ ବହୁତ ନିରୀହ ପକ୍ଷୀଟିଏ। ଆପଣମାନେ ଜାଣିଥିବେ ପାରା ହେଉଛନ୍ତି ବହୁତ ନିରୀହ। ତେବେ ପାରାକୁ ମା ଅନ୍ନପୂର୍ଣ୍ଣାଙ୍କ ସ୍ୱରୂପ ବୋଲି କୁହାଯାଇଥାଏ। ପାରାକୁ ଶାନ୍ତିର ପକ୍ଷୀ ବୋଲି ମଧ୍ୟ ବିବେଚନା କରାଯାଇଥାଏ। ପାରା ନିଜ ଜୀବନସାଥୀ ପାଇଁ ବହୁତ ସଚ୍ଚୋଟ ହୋଇ ରହିଥାଏ। ତେବେ ଘରକୁ ପାରା ଆସିବା ସଂକେତ କ'ଣ ହୋଇଥାଏ ଏଠାରେ ଚାଲନ୍ତୁ ଭଲ ଭାବରେ ଜାଣିନେବା। ଅନେକ ଲୋକଙ୍କ ଘର ପାଖକୁ ପାରାମାନେ ଆସିଥାନ୍ତି। ତେଣୁ ବହୁତ ଲୋକ ପାରାମାନଙ୍କୁ ଦାନା ମଧ୍ୟ ଦେଇଥାନ୍ତି। କାରଣ ପାରାମାନଙ୍କୁ ଦାନା ଦେବା ବହୁତ ପୁଣ୍ୟ କାର୍ଯ୍ୟ ବୋଲି ମନାଯାଇଥାଏ। ହେଲେ ଯେଉଁମାନେ ପାରାମାନଙ୍କୁ ଦାନା ଦେଉଥାନ୍ତି, ସେମାନେ ଏହିସବୁ କଥା ମଧ୍ୟ ଜାଣି ରଖିବା ଉଚିତ। ଯେଉଁ ପାରାଙ୍କୁ ଅନେକ ଲୋକ ନିଜ ଘରର ଛାତ ଉପରେ ନେଇ ଦାନା ଖାଇବାକୁ ଦେଇଥାନ୍ତି, ହେଲେ ଘରର ଛାତ ଉପରେ ପାରାମାନଙ୍କୁ ଦାନା ଖାଇବାକୁ ନ ଦେଇ ଘରର ଅଗଣାରେ କିମ୍ବା ଘର ବାହାରେ କୌଣସି ଏକ ପାରା ଆସୁଥିବା ସ୍ଥାନରେ ପାରାମାନଙ୍କୁ ଦାନା ଖାଇବାକୁ ଦେବା ଉତ୍ତମ କାର୍ଯ୍ୟ ଅଟେ। କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଛାତକୁ ରାହୁ ବୋଲି ମାନାଯାଇଥାଏ। ଏହାଛଡ଼ା ପାରାକୁ ବୁଧ ବୋଲି ମାନାଯାଇଥାଏ। ସାଙ୍ଗମାନେ, ଯଦି ଆପଣମାନେ ଆପଣଙ୍କ ଘରର ଛାତ ଉପରେ ପାରାମାନଙ୍କୁ ଦାନା ଖାଇବାକୁ ଦେଉଛନ୍ତି, ତାହେଲେ ଆଜିଠାରୁ ସାବଧାନ ହୋଇଯାଆନ୍ତୁ। କେବେ ବି ହେଲେ ପାରାମାନଙ୍କୁ ଘରର ଛାତ ଉପରେ ଦାନା ଦିଅନ୍ତୁ ନାହିଁ ଖାଇବା ପାଇଁ। ଯଦି ପାରୁଛନ୍ତି ବାହାରେ କୌଣସି ଜାଗାରେ ଦିଅନ୍ତୁ, ନହେଲେ ନିଜ ଘରର ଅଗଣା ମାନେ ଘରର ସାମ୍ନା, ଘରର ବାହାରେ ଆପଣମାନେ ପାରାଙ୍କୁ ଖାଇବାକୁ ଦେଇପାରିବେ। କାରଣ ହେଉଛି ଛାତକୁ ରାହୁ ବୋଲି ମାନାଯାଇଥାଏ ଆଉ ପାରାଙ୍କୁ ବୁଧ ବୋଲି। ସେଥିପାଇଁ ଆପଣମାନେ କେବେ ବି ହେଲେ ଛାତ ଉପରେ ପାରାଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ରାହୁ ଏବଂ ବୁଧଙ୍କର ମିଳନ ହୋଇଥାଏ, ସେଠାରେ ସ୍ଥିତି ବିଗିଡ଼ି ଖରାପ ହୋଇଯାଇଥାଏ। ଯଦି ଜନ୍ମ କୁଣ୍ଡଳୀରେ ରାହୁ ଓ ବୁଧଙ୍କର ମେଳ ଖରାପ ରହିଥାଏ, ତେବେ ଏହା ସେହି ବ୍ୟକ୍ତି ପାଇଁ ଅଶୁଭ ହୋଇଥାଏ। ଏଭଳି ସ୍ଥିତିରେ ବ୍ୟକ୍ତିର ମାନସିକ ସ୍ଥିତି ଖରାପ ହୋଇପାରେ। ତେଣୁ ପାରାମାନଙ୍କୁ ଘରର ଛାତ ଉପରେ ଦାନା ଖାଇବାକୁ ନ ଦେଇ ଘରର ଅଗଣାରେ କିମ୍ବା ଘର ବାହାରେ ଅନ୍ୟ କୌଣସି ସ୍ଥାନରେ ଖାଇବାକୁ ଦିଅନ୍ତୁ, ଯେଉଁ ସ୍ଥାନରେ ଆରାମରେ ଆସି ପାରାମାନେ ଦାନା ଖାଇପାରିବେ। ସାଙ୍ଗମାନେ, ଆପଣମାନେ ପାରାଙ୍କୁ ଦାନା ଖାଇବାକୁ ଦେବା ପାଇଁ ବହୁତ ଭଲ ପାଇଥାନ୍ତି, କିନ୍ତୁ ଆପଣମାନେ ଜାଣି ଜାଣିକିରି ଭୁଲ କରୁଛନ୍ତି। ଆପଣମାନେ ଛାତ ଉପରେ ପାରାମାନଙ୍କୁ ଦାନା ଖାଇବାକୁ ଦେଉଛନ୍ତି। ହେଲେ ଆପଣମାନେ କେବେ ବି ହେଲେ ଜାଣି ଜାଣିକିରି ଏ ଭୁଲ କରନ୍ତୁ ନାହିଁ। ଆପଣମାନେ ଅସୁବିଧାରେ ପଡ଼ିପାରନ୍ତି। ଆପଣଙ୍କ କୁଣ୍ଡଳୀରେ ଦୋଷ ଥିଲେ ଆପଣଙ୍କୁ ଆହୁରି ଅଧିକ ଖରାପ ହୋଇପାରେ। ଆପଣଙ୍କ ପରିବାରରେ କଳହ ସୃଷ୍ଟି ହୋଇପାରେ। ଆପଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଆସିପାରେ। ତ ସେଥିପାଇଁ ଆପଣମାନେ କେବେ ବି ହେଲେ ପାରାକୁ ଛାତ ଉପରେ ଖାଇବାକୁ ଦିଅନ୍ତୁ ନାହିଁ। ଯଦି ଆପଣଙ୍କର ଅଭ୍ୟାସ ଉପରେ ପଡ଼ିସାରିଛି କି ଆମେ ପାରାକୁ ଛାତ ଉପରେ ଖାଇବାକୁ ଦେଲେ ପାରା ଆସିକିରି ଖାଉଛନ୍ତି, ତାହେଲେ ଆପଣମାନେ ଆଜିଠାରୁ ବଦଳେଇ ଦିଅନ୍ତୁ। ଆପଣମାନେ ନିଜର ଘରର ଅଗଣାରେ କିଛି କିଛି ଦାନା ରଖନ୍ତୁ। ଦେଖିବେ ନିଶ୍ଚିତ ଭାବରେ କିଛି ଦିନ ଲାଗିଲେ ମଧ୍ୟ ପାରାମାନେ ଆସି ଆପଣଙ୍କ ଘର ଅଗଣାରୁ ପାରା ଆସି ଖାଇକିରି ଯିବେ। ସେଥିପାଇଁ କେବେ ବି ହେଲେ ଅଜାଣତରେ ଭୁଲ କରୁଥିଲେ, କିନ୍ତୁ ଏବେ ଜାଣନ୍ତରେ କେବେ ବି ହେଲେ ଭୁଲ
କରିବେ ନାହିଁ। ସାଙ୍ଗମାନେ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଯଦି ଭିଡ଼ିଓରୁ ଆପଣମାନଙ୍କୁ କିଛି ଶିଖିବା ପାଇଁ ମିଳିଥିବ, ଭିଡ଼ିଓଟିକୁ ଲାଇକ୍ ନିଶ୍ଚିନ୍ତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ନିଶ୍ଚିନ୍ତ ଭାବରେ ରଖିବେ। ଯଦି ଆପଣମାନେ ଆମ ଟକିଂ ଅଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।